নমস্কার দর্শক বন্ধু, আজ 23 ডিসেম্বর 2025 মঙ্গলবার সকালর 20টি দেশ বিদেশের বছা বছা মুখ্য খবর আসন্তু জানিবা। তা পূর্বর ভিডিওକୁ লাইক শেয়ার সবসক্রাইব করন্তু যাকি প্রত্যেক দিন সকাল 5টাରେ দেশ বিদেশ খবর প্রথমে পাইবে। যদি আমি প্রথম খবর যুবা ଭାରତକୁ ଯୁବକଙ୍କ ବୟାନକୁ ନେଇ ଚାରିଆଡ଼େ ହଲଚଲ। ମୋଦିଙ୍କୁ ପଠାଇଦେଲି ମେସେଜ, ରୁଷ ନଥିବା ଆସିବାକୁ କଲେ ଅପିଲ। ହଁ ଦେଶବନ୍ଧୁ, ଗୁଜରାଟରେ ମଲ୍ଲୀ ଜିଲ୍ଲାରେ ଜଣେ ଯୁବ ଛାତ୍ରୀ ରୁଷକୁ ଆସିବା ଏକ ଗମ୍ଭୀର ଚେତାବନୀ ଦେଉଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଟଙ୍କା ଫେରସ୍ତ ପାଇବା କ୍ଷୁଦ୍ର ଷ୍ଟିଲ୍ ପଣ୍ଡ କମ୍ପାନୀକୁ ଅର୍ଥ ବିଭାଗ ପକ୍ଷରୁ ବିପ୍ରତି ପ୍ରକାଶ। ହଁ ଦେଶବନ୍ଧୁ, ଟଙ୍କା ଫେରସ୍ତ ପାଇବା ପାଇଁ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀଙ୍କ ପାଇଁ ହେଡ୍ ଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କର ଉଦ୍ଦେଶ୍ୟ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଏବେ ମୋବାଇଲ ଟିକେଟ ମାନ୍ୟ ନୁହେଁ, ଜାରି ହେଲା ନୂଆ ନିୟମ। ହଁ ଦେଶବନ୍ଧୁ, ଆଜିର ଡିଜିଟାଲ ଯୁଗରେ ଅଧିକାଂଶ କାର୍ଯ୍ୟ ମୋବାଇଲ ଫୋନ ବ୍ୟବହାର କରୁଥିବା ଯାଏ ଟିକେଟ ବୁକିଂ ଠାରୁ ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଏବେ ଅନଲାଇନରେ। ତଥାପି ଭାରତୀୟ ରେଳବାଇଙ୍କୁ ଏବେ ଯାତ୍ରୀବାହୀ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗିଛି। ଏହି ନୂତନ ନିୟମ ସହିତ କେବଳ ମୋବାଇଲ ଫୋନକୁ ନୁହେଁ, ଟିକେଟ ଦେଖାଇ ଯାତ୍ରା କରିବାର ସମସ୍ତଙ୍କର ପରିଚୟ ଗ୍ରହଣ ହେବ ନାହିଁ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଟଙ୍କା ନାହିଁ ଆଉ ରକ୍ତ ଶୋଷି ପାରିବେନି ହସ୍ପିଟାଲର, ଏଣିକି ଚିକିତ୍ସା ଖବର ଦେବାକୁ ପଡ଼ିବ ସବୁ ଖର୍ଚ୍ଚର ଚିକିତ୍ସା ନେବାକୁ ବାଧ୍ୟ ରୋଗୀଙ୍କୁ ଅନୁମତି। ହଁ ବନ୍ଧୁ, ଘରୋଇ ହସ୍ପିଟାଲରେ ଚିକିତ୍ସା ନାମରେ ମନମୁଖୀ ଏବଂ ଅଧିକାରୀ ବିଲ୍ ରଖିବା ପାଇଁ କେନ୍ଦ୍ର ସରକାରଙ୍କର ଠକେଇ ପଦକ୍ଷେପ ନେଉଛନ୍ତି। ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ହସ୍ପିଟାଲଗୁଡ଼ିକରେ ଏବେ ରୋଗୀଙ୍କୁ ପରିବାରର ଆଇସିୟୁକୁ ଏକ ଟେଲିଭିଜନ ଚିକିତ୍ସା ପର୍ଯ୍ୟରୁ ନୂଆ ବିଷୟ ପୂର୍ବରୁ ଜଣାପଡ଼ିଛି ଏବଂ ଟେଲିଭିଜନରେ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ପରିବାରଠାରୁ ଲିଖିତ ଅନୁମତି ନେବା ବାଧ୍ୟତାମୂଳକ ହେବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ? ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରେ ଜାଣନ୍ତୁ। ହଁ ଦେଶବନ୍ଧୁ, ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଭାରତ ଏହି ଅସ୍ତ୍ରଗୁଡ଼ିକରେ ଉପରେ ପ୍ରକୃତ ନିୟନ୍ତ୍ରଣ କାରଣ ଅଛି? ପ୍ରଧାନମନ୍ତ୍ରୀ କ'ଣ ଏକାକୀ ପରମାଣୁ ଆକ୍ରମଣରେ ନିର୍ଦ୍ଦେଶ ଦେଇପାରିବେ କି ନା ଏଥିରେ କୌଣସି ସ୍ଥିର ପ୍ରକ୍ରିୟା ଏବଂ ନିୟମିତ ରହିଛି? ଯଦି ଆମେ ପରବର୍ତ୍ତୀ ଖବର ଯିବା, ଓଡ଼ିଶାରେ ଜମି କିଣିବାକୁ ନିୟମ ବଡ଼ ପରିବର୍ତ୍ତନ, ଏପ୍ରିଲ 1ରୁ ବଦଳିବ ଜମିର ପେଞ୍ଚମାର୍କ ମୂଲ୍ୟ। ହଁ ଦେଶବନ୍ଧୁ, ଏପ୍ରିଲ 1ରୁ ବଦଳିବ ଜମିର ପେଞ୍ଚମାର୍କ ମୂଲ୍ୟ। ଓଡ଼ିଶାର ଜମି କିଣିବାକୁ ନିୟମ ବଡ଼ ପରିବର୍ତ୍ତନ, ସରକାର ଜାରି କରିଲେ ନୂଆ ଓଏସ୍ପି। ଓଡ଼ିଶାରେ ସରକାର ଦ୍ୱାରା ଜମିର ପଞ୍ଚମାର୍କ ମୂଲ୍ୟ ସଂଶୋଧନ ପାଇଁ ଜାରି କରାଯାଇଥିବା ନୂଆ ନିୟମ ବଳଶାଳୀର ରହିଛି। ଓଡ଼ିଶାର ସରକାରଙ୍କର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ 19 ତାରିଖରେ ସ୍ଥାପନ ସମ୍ପତ୍ତିର ପଞ୍ଚମାର୍କ ମୂଲ୍ୟ ବିଏମ୍ଭିର ବିସ୍ତାରିତ ସଂଶୋଧନ ପାଇଁ ଏକ ବିବୃତ୍ତି ସୂଚନା ଓଏସ୍ପିର ଜାରି ରହିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବାଂଲାଦେଶରେ ବଢ଼ୁଛି ହିନ୍ଦୁ ବିରୋଧୀ ହିଂସା, ହିନ୍ଦୁମାନେ ଏକାଠି ହେବାକୁ ଆଶ୍ୱାସନ ଦେଲେ ମୋହନ ଭାଗବତ। ହଁ ଦେଶବନ୍ଧୁ, ହିଂସାରେ ଜ୍ୱଳୁଛି ବାଂଲାଦେଶ, ହିନ୍ଦୁମାନଙ୍କ ଉପରେ ବଢ଼ୁଛି ଅତ୍ୟାଚାର। ପଡ଼ୋଶୀ ଦେଶର ହିନ୍ଦୁମାନଙ୍କୁ ଆକ୍ରମଣ କରାଯିବା ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର ମୁଖ୍ୟ ମୋହନ ଭାଗବତ ଜୋରଦାର ହିନ୍ଦୁ କହିଛନ୍ତି, ଏହି ପରିସରରେ ବାଂଲାଦେଶରେ ରହିଥିବା ହିନ୍ଦୁମାନଙ୍କୁ ଏକ ରୁଟ୍ ଦେବାକୁ ସେ ଆହ୍ୱାନ କରିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ରାତ୍ର ଭୋଜନ ଖାଇ ଗୋଟିଏ ପରିବାର 3 ମୃତ। ହଁ ଦେଶବନ୍ଧୁ, ରାତ୍ର ଭୋଜନ ଖାଇ ଗୋଟିଏ ପରିବାର 3 ମୃତ। ଢେଙ୍କାନାଳ ଜିଲ୍ଲା ଘଣ୍ଟାପଡ଼ିଆ ଥାନା ଅଟାଳ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରାତ୍ର ଭୋଜନରେ ଚିକେନ ଏବଂ ପାଳଙ୍ଗ ଶାଗ ଖାଇ ମା ଏବଂ 2 ପୁଅ ଏକାଠି ଶୋଇଥିଲେ, ହେଲେ ସକାଳୁ ଉଠିବା ବହୁତ ସମୟ ଧରି କବାଟ ଖୋଲିନଥିଲେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପୁଣି ଶ୍ରୀମନ୍ଦିରରେ ଫଟୋ ଭାଇରାଲ, ଜଗନ୍ନାଥ ପ୍ରେମ ଅନ୍ତସନ୍ତ। ହଁ ଦେଶବନ୍ଧୁ, ପୁଣି ଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ ହୋଇଛି। ଡ୍ରୋନ୍ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ ହୋଇଛି। ଫେସବୁକ୍ ଏବଂ ଏକ୍ସରେ ଇଣ୍ଡିଆ ନାମକ ଏକ ସଂସ୍ଥା ଏକ ଫଟୋ ପୋଷ୍ଟ କରିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭାରତ ବିରୋଧରେ ହଜର ଆଗୁଲିଆ, ବାଂଲାଦେଶ କାହିଁକି ଚୁପ୍? ଭାରତ ଏହା ଝଡ଼ ପୂର୍ବରୁ ବିରୋଧୀ କାହିଁକି? ଯଦି ଆମେ ପରବର୍ତ୍ତୀ ଖବର ଯିବା, ମାଓବାଦୀଙ୍କୁ ଧରିବାକୁ ପୋଷ୍ଟରେ ମାରିବା ପୋଲିସ 18 ଟପ୍ ନେବାକୁ ନାଁରେ ରହିଛି ଏମିତି ପୁରସ୍କାର ରାଶି। ହଁ ଦେଶବନ୍ଧୁ, ମାଓବାଦୀଙ୍କୁ ଧରିବାକୁ ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ
କଟଗଡ଼ ଏବଂ ବାଲିଗୁଡ଼ାରେ ପୋଷ୍ଟର ଲଗାଇବା ପୋଲିସ 18 ଜଣ ଟପ୍ ମାଓବାଦୀଙ୍କ ନାଁରେ ପୋଷ୍ଟର ଲଗାଇଛି। ସେମାନଙ୍କର ନାଁରେ 8,40,00,000 ଟଙ୍କାର ପୁରସ୍କାର ଆସିଥିବା ସୂଚନା ମିଳିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବଜେଟ୍ 2026 କ'ଣ ବଢ଼ିବ କ'ଣ କମିବ ଆପଣଙ୍କୁ ନିଅନ୍ତୁ ନିଷ୍ପତ୍ତି ଏବେ। ସିଧାସଳଖ କହୁଛନ୍ତି ଅର୍ଥମନ୍ତ୍ରୀ ନିଜ ମନର କଥା ଜାଣନ୍ତୁ କେମିତି। ହଁ ଦର୍ଶକ ବନ୍ଧୁ, ପ୍ରତିବର୍ଷ ଯେତେବେଳେ ବଜେଟ୍ ଆସେ ସେମାନଙ୍କର ସାଧାରଣ ଟିଭି ସ୍କ୍ରିନ୍ ସାମ୍ନାକୁ ବସି ଆସରୁ ସେହି ଏଥର କିଛି ବିଶେଷ ଘଟିଛି। କିନ୍ତୁ ଯଦି ଆପଣଙ୍କର ଦେଶରେ ବଜେଟ୍ରେ ଅନ୍ତର୍ଭୁକ୍ତ କରାଯାଉଛି ଉଚିତ ତାହା ସରକାରଙ୍କର କହିବାକୁ ସୁଯୋଗ ମିଳେ ତେବେ କ'ଣ କହିବେ? ଯଦି ଆମେ ପରବର୍ତ୍ତୀ ଖବର ଯିବା, ହେମମୃତ ଏକାଦାରେ ବହୁର ନାଁ ଆବଶ୍ୟକତା ମଣ୍ଡର ହେଲା କହିଛି ଅର୍ପିତା ଚୌଧୁରୀ। ହଁ ଦର୍ଶକ ବନ୍ଧୁ, ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିଗ ଗଡ଼ି ଯାଉଥିବା ବେଳେ ସସ୍ପେନ୍ସର ଉପରେ ପରଦା ଉଠାଇଥିବା ନାହିଁ। ଆଜି ମା ଫେରାଲି ସୁନା ଏହାକି କୋଟର ମାର୍କର ଗରମ କଥାରେ ତେଳ ପକାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, 24ରୁ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ସୌରାଷ୍ଟ୍ର ପରେ ଅଭିଯାନ ଆରମ୍ଭ କରିବ ଓଡ଼ିଶା। ହଁ ଦର୍ଶକ ବନ୍ଧୁ, ଆସନ୍ତା 24 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିସିସିଆଇର ଘରୋଇ 3 ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଜୋରାସି ଟ୍ରଫି ଏଥିରେ ଭାଗ ନେଇ ବିକଳ୍ପ ସଂସ୍ଥାର ନେତୃତ୍ୱରେ ଓଡ଼ିଶା ଦଳର ଆଜି ବେଙ୍ଗାଲୁରୁରେ ଅଭିମୁଖେ ଯାତ୍ରା କରିବେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ହାଡ଼ରେ ଭାଙ୍ଗୁଛି ହାତ ରାଜ୍ୟରେ ଶୀତର ଏବେ ମିଳିବନି ନିସ୍ତାର ଆହୁରି ଥରିବ ପୁରା ଓଡ଼ିଶା। ବଡ଼ଦିନରୁ ଆହୁରି ବଢ଼ିବ ଶୀତର ପ୍ରକୋପ। ହଁ ଦର୍ଶକ ବନ୍ଧୁ, ରାଜ୍ୟରେ ଜାରି ରହିବ ଶୀତର କୋପ। ଡିସେମ୍ବର 25 ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ ନା ଉତ୍ତର ପଶ୍ଚିମ ଦିଗକୁ ସୂକ୍ଷ୍ମ ଥଣ୍ଡା ବାୟୁ ପ୍ରବାହିତ ବୋଲି ଯୋଗୁ ପଡ଼ିଥିଲାରୁ ନିତ ପଶ୍ଚିମ ଝଡ଼ ପ୍ରଶାନ୍ତ ଭାବରେ ରାତି ତାପମାତ୍ରା କମିବା ଆଶଙ୍କା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ ଜେଲ୍ ଗଲେ ମା ଝିଅ ଛୁଆ। ହଁ ଦର୍ଶକ ବନ୍ଧୁ, ଏହି ଯେଉଁ ମହିଳାଙ୍କୁ ଦେଖୁଛନ୍ତି ତାଙ୍କ ପୋଲିସ ଗିରଫ କରିଛି। ଆଉ ସବୁଠାରୁ ସନ୍ଦେହଜନକ ଘଟଣା ହେଉଛି ତାଙ୍କ ସାଙ୍ଗରେ ଜେଲରୁ ଅନ୍ଧାର କୋଠରୀରୁ ଯିବେ ଯାଉଥିବା ତାଙ୍କ 7 ମାସର ଶିଶୁ କନ୍ୟା। ଯଦି ଆମେ ପରବର୍ତ୍ତୀ ଖବରକୁ ଯିବା, ବାଧ୍ୟତାରେ ଘୋଷଣା କରିଥିଲେ ଏହି ପୂରଣ କରିବାର ସମ୍ଭାବନା କୌଶଳ ବିଜୟ ଯୋଗୀ। ହଁ ଦର୍ଶକ ବନ୍ଧୁ, ଘୋଷଣା କରୁଥିଲେ ହେଲେ ପୂରଣ କରିପାରୁନାହିଁ ଏଭଳି କହି ହାତ ଟେକିଦେଲେ ମଧ୍ୟପ୍ରଦେଶର ସରକାର ମନ୍ତ୍ରୀ କୌଶଳ ବିଜୟ ବର୍ଗୀ। ପରବର୍ତ୍ତୀ ଖବରକୁ ଯଦି ଆମେ ଯିବା, କେବେ ଭାବୁଛନ୍ତି ଗୋଟେ ଏଟିଏମ୍ କାର୍ଡରେ କେତେ ଟଙ୍କା ଯାଏ ଲୋଡ୍ କରିପାରିବେ କ'ଣ ରହିଛି ଏହାର ନିୟମ? ହଁ ଦର୍ଶକ ବନ୍ଧୁ, ବାହାରରୁ ଦେଖୁଥିଲେ ଗୋଟିଏ ଏଟିଏମ୍ ଯଥେଷ୍ଟ ସରଳ ଦେଖାଯାଏ। ଆପଣଙ୍କର କାର୍ଡ ଭର୍ତ୍ତି କରୁଥିବା ତାପରେ ଆପଣଙ୍କର ପିନ୍ ମାରୁଥିବେ ଆଉ 1 ଟଙ୍କା ଉଠାଉଛନ୍ତି। କିନ୍ତୁ ତେବେ ଭାବୁଛନ୍ତି ଯେ ସେହି ସ୍କ୍ରିନ୍ ଉପରେ ଏହି ନିୟମିତ ବ୍ୟବସ୍ଥା ଅଛି ତାହା କେତେ ଟଙ୍କା ଲୋଡ୍ କରିପାରିବେ ଏବଂ କେତେ ଉଠାଇ ପାରିବେ ତାହା ନିଶ୍ଚୟ କରେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଯଦି ଆବଦଳଶାଳୀ ଅଦେଶ ହେଉଛି ଉତ୍ତର ଭାରତ ମାଡ଼ି ଆସୁଛି ବିପଦ ସବୁକିଛି ହୋଇଯିବ। ହଁ ଦର୍ଶକ ବନ୍ଧୁ, ଭାରତ ଅରାବତୀ ଏକ ପର୍ବତମାଳା ନୁହେଁ, ଏହା ଉତ୍ତରରେ ଭାରତ ନିହାନ୍ତ। ଏହି ସମୟରେ ପରିବେଶରମାନେ ଚେତାବନୀ ଦେଉଛନ୍ତି ଏହା ଉପରେ ଖୁବ୍ ସଂକେତ ଆୟ ଘଟାଇ ଲାଗିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବଡ଼ଦିନ ଠାରୁ ବଢ଼ିବ ଶୀତ ପାଣିପାଗ ବିଭାଗ ପୂର୍ବାନୁମାନ। ହଁ ଦର୍ଶକ ବନ୍ଧୁ, ଭାରତୀୟ ପାଣିପାଗ ବିଭାଗ MIDର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ କରୁଛି ଯେ ବଡ଼ଦିନ ପରମାଣୁଠୁ ଶୀତ ଲହରୀ ଆହୁରି ହେବ। ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆଗାମୀ ଦିନରେ ଘନ କୁହୁଡ଼ି ଲାଗି ରହିବ ଯାହା ଦୃଶ୍ୟମାନ ପରିଦର୍ଶନ ହେବ ଏବଂ ଦୈନିକ ଜୀବନକୁ ପ୍ରଭାବିତ କରିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଏହା ପୃଥିବୀର ପ୍ରଥମ ବିମାନ ବନ୍ଦର ଜାଣନ୍ତୁ କେମିତି ପ୍ରଥମ ଏୟାରପୋର୍ଟ କେବେ ପ୍ରତିଷ୍ଠା ହୋଇଥିଲା? ହଁ ଦର୍ଶକ ବନ୍ଧୁ, ଆଜି ବିମାନ ଯାତ୍ରା ସାଧାରଣ ମନମୁଖୀ ହେଉଛି କିନ୍ତୁ ଏହା ସବୁ ସାଧାରଣ ଏୟାରଫିସ୍ ସହିତ ଆରମ୍ଭ ହୋଇଥିଲା ଯାହା ଐତିହାସିକ ବଲାଇ ଦେଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ମୁଁ ବାଂଲାଦେଶ ଫେରନ୍ତି ରକ୍ତର ନଦୀ ବହିବ ଭାରତ ପଦକ୍ଷେପ ବାହାରିଲେ ଶେଷ ହୋଇନି ୟୁନିୟନ ସରକାରଙ୍କ କଲେ ଟାର୍ଗେଟ। ହଁ ଦର୍ଶକ ବନ୍ଧୁ, ନିକଟରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ICTRକୁ ପରେ ବାଂଲାଦେଶକୁ ନୂତନ ପ୍ରଧାନମନ୍ତ୍ରୀ ଶେଷ ହନିନା ଦେଶକୁ ଫେରିବା ନାହିଁ ଆସନକୁ ଦୃଢ଼ ବଳୟର ମୁଖ୍ୟ କହିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ତାଳଗଛ ସହିତ ସମସ୍ତଙ୍କର ଲୋପରୂପ ସୁରକ୍ଷିତ ଭାରତରେ ବିଭିନ୍ନ ରାଜ୍ୟରେ ଏହା ଲେଖିବାକୁ ମିଳିଥାଏ। ହଁ ଦର୍ଶକ ବନ୍ଧୁ, ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହି ବୃକ୍ଷ ବହୁ ସଂଖ୍ୟକ ଦେଖିବାକୁ ମିଳେ ନାହିଁ। ତାଳଗଛ
ଯଦି ଆମେ ପରବର୍ତ୍ତୀ ଖବର ଯିବା, ହାଇଦ୍ରାବାଦରେ ନିଦର୍ଶନ ମଲ୍ଲିକଣଙ୍କୁ ସଫଳତା ମିଳିବ, 67,000 କୋଟି ଟଙ୍କାର ମଞ୍ଜି ନିବେଶ ପ୍ରସ୍ତୁତ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଶିବଜି ରାମଜୀ ବିଲ୍ 2025କୁ ରାଷ୍ଟ୍ରପତିଙ୍କ ଅନୁମୋଦନ। ହଁ ଦର୍ଶକ ବନ୍ଧୁ, ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଜୀବନକ ମିଶନ ପ୍ରଣିତ ଭିକି ଜି ରାମ ଜି ବିଲ୍ 2025 ମିଳିବ ରାଷ୍ଟ୍ରପତିଙ୍କ ଅନୁମୋଦନ।